କରିବାକୁ ଚାହୁଁନାହାନ୍ତି। ସେ ଏବେ ବି ଚାହୁଁଛନ୍ତି ଯୋଉ ମା ଆଜି 25 ବର୍ଷ ହେଲା ଆଜି ନିଜ ଗୋଡ଼ରେ ଠିଆ ହେଇଛି, ନିଜ ପରିବାର ପ୍ରତିପୋଷଣ କରୁଛି, ନିଜ ଗାଁକୁ ଚଳାଉଛି, ନିଜ ପଞ୍ଚାୟତକୁ ଚଳାଉଛି, ଏମିତିକି ଜିଲ୍ଲାର ରାଜ୍ୟ ପର୍ଯ୍ୟନ୍ତ, ତ ସେ ଏବେ ସେ ମାକୁ ପୁଣି 25 ବର୍ଷ ଭଉଣୀ ମାନେ ଯୋଉ ମଞ୍ଚର ପଛପଟେ ଗାଡିର ପଛପଟେ ଯୋଉମାନେ ଅଛନ୍ତି ସେ ଭଉଣୀ ମାନଙ୍କୁ ନିବେଦନ କରିବି ପଛପଟେ ଗହଳି କରନ୍ତୁନି, କାରଣ ଲ ଆଣ୍ଡ ଅର୍ଡର ପାଇଁ ହଉଛି ଦିନ ରାତି ଯୋଉ ପୋଲିସ ଅଧିକାରୀ ମାନେ ରହୁଛନ୍ତି ତାଙ୍କ ମୁଣ୍ଡରେ ଆମେ ଟେନସନ କରିବାର କିଛି କାରଣ ନାହିଁ। ଗାଡିର ପଛପଟେ ଯିଏ ଅଛନ୍ତି ସବୁ ଏପଟେ ସାଇଡକି ଆସନ୍ତୁ, ପୋଲିସ ସାଇଡରେ ଗହଳି ବେଶୀ କରନ୍ତୁନି ହେଲା। କୁହନ୍ତୁ ମ୍ୟାଡାମ। ଧନ୍ୟବାଦ। ତ ଯଦି ଏସବୁ ଜିନିଷକୁ ଆମେ ଏବେ ମାନି ନେବା ତ ସେ କଣ ଜଣେଇଦେଲେ ଯେ ମହିଳା ମାନେ ପୁଣି 25 ବର୍ଷ ତଳର ହେଇଯିବେ ମହିଳା ଘର କୋଣରେ ଲୁଚି ରହିବେ। ଯେମିତିକି ଆମର ବୁଢୀ ମା, ଆମ ମା ତାଙ୍କ ଜୀବନ କାଳ ଭିତରେ ଗାଁରୁ ଏମୁଣ୍ଡରୁ ସେମୁଣ୍ଡକୁ ଯାଇନଥିଲେ, କିନ୍ତୁ ପୂର୍ବ ସରକାର 25 ବର୍ଷ ଭିତରେ ମହିଳାଙ୍କୁ ଏତେ ଦୂରକୁ ନେଇ ଆସନ୍ତି। ଏବେ କୌଣସି ଗୋଟିଏ ବି ସଭା ସମିତି ବିନା ମହିଳାର ହଉଛି କି? ଯଦି ଆମକୁ ଏତେ ସ୍ୱାଧୀନତା ମିଳିଥିଲା ଆମେ ନିଜକୁ ପରିଚାଳନା କରିବା ସହିତ ଗୋଟେ ଗୋଟେ ଗାଁ ପଞ୍ଚାୟତ ବ୍ଲକ ଜିଲ୍ଲାର ଦାୟିତ୍ୱ ନେଇଥିଲେ, କଣ ପାଇଁ ଏ ସରକାର ଆମ ମାନଙ୍କୁ ପୁଣି ସେଇ ହାଣ୍ଡି ଚୁଲି ଧରାଇ ଦେବାକୁ ଚାହୁଁଛନ୍ତି? ସ୍କୁଟି ଯୋଜନା ପୂର୍ବ ସରକାର କହିଲେ ଲିଡର ମାନେ କ୍ୟାଡର ମାନେ ତାଙ୍କୁ ସ୍କୁଟି ଯୋଜନାରେ ସାମିଲ କରାଯିବ, ବିନା ସୁଧରେ ଟଙ୍କା ଦିଆଯିବ, ମାଟି ସ୍କୁଟି ଚଢେଇକିରି ମିଶନ ଶକ୍ତି ମାର କାମ କରିବ, ଗାଁ ଗାଁ ବୁଲିବ, ବ୍ଲକ ଯିବ, ପଞ୍ଚାୟତ ଯିବ, ବ୍ୟାଙ୍କ ଯିବ। ତ ଏବେ ଯୋଉ ସ୍କୁଟି ଲୋନ 17ଟା କିସ୍ତି ଯାଇଛି, ବର୍ତ୍ତମାନ 48 କିସ୍ତିରୁ 17ଟା କିସ୍ତି ଯାଇଛି। ମା ମାନେ ହିସାବ କରନ୍ତୁ ଆମ ପାଖରେ ଆହୁରି କେତେ ରହିଲାଣି ବାକି କିସ୍ତି ଦେବା ପାଇଁ। ତ ଆମେ ଯୋଉ ସିଟିଂ ଫିଟା ପାଉଥିଲେ ତ ବ୍ୟାଙ୍କ ସେଇଟାକୁ କାଟି ନେଇଯାଉଥିଲା,